ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର ମହାନ ଆଦେଶ ବା ମହାନ ଆଜ୍ଞା এই বিষୟରେ ଆପଣମାନଙ୍କ ପାଖରେ এই ଭିଡ଼ିଓ ମାଧ୍ୟମରୁ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ এই ବିଷୟକୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପୂର୍ବରୁ এই ସମୟରେ এই ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀ ମାନେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର କରିବା କେବଳ ପ୍ରଭୁ ଯୀଶୁଙ୍କର ଦାସମାନଙ୍କର ହିଁ କାମ ନୁହେଁ। ଆମେମାନେ ସମସ୍ତ ଲୋକ ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର କରିପାରିବା, କିନ୍ତୁ ଅନେକ ଲୋକମାନଙ୍କର ଭାବନା, ସେମାନଙ୍କର ଚିନ୍ତାଧାରା ଯେ କେବଳ ପ୍ରଭୁ ଯୀଶୁଙ୍କର ଦାସମାନେ ହିଁ ପ୍ରଚାର କରିବେ ଏବଂ କେହି ନୁହେଁ। କିନ୍ତୁ ଏହି ପ୍ରକାର ନୁହେଁ। ପ୍ରଭୁ ଯୀଶୁଙ୍କର ସୁସମାଚାର ସମସ୍ତ ଲୋକ ପ୍ରଚାର କରିପାରିବେ। ବର୍ତ୍ତମାନ ଆପଣମାନେ କରନ୍ତୁ, ପ୍ରଭୁ ଯୀଶୁଙ୍କର ସୁସମାଚାର ଆପଣମାନେ ପ୍ରଚାର କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ପ୍ରଭୁ ଯୀଶୁଙ୍କର ମହାନ ଆଦେଶ କ'ଣ ବୋଲି ଆଜ୍ଞା ଦେଇଛନ୍ତି ବା ଆଦେଶ ଦେଇଛନ୍ତି, ଏହି ବିଷୟରେ ଆପଣମାନଙ୍କ ପାଖରେ କିଛି ସମୟ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ ଭାବରେ ଶୁଣନ୍ତୁ, ସଠିକ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ପ୍ରଭୁ ଯୀଶୁ ମହାନ ଆଦେଶ ଦେଇଛନ୍ତି ବା ମହାନ ଆଜ୍ଞା ଦେଇଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆମ୍ଭେମାନେ ସେଇ ମହାନ ଆଜ୍ଞା ମଧ୍ୟରୁ ବା ଆଦେଶ ମଧ୍ୟରୁ ପ୍ରଥମ ମହାନ ଆଦେଶ କ'ଣ, ଏ ବିଷୟ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ। କାରଣ ବର୍ତ୍ତମାନ ସମୟରେ ଅନେକ ପ୍ରଚାରକ, ଅନେକ ଭବିଷ୍ୟତ ବକ୍ତା, ଅନେକ ଶିକ୍ଷକ, ଅନେକ ପାଳକ ଅଛନ୍ତି। ଆପଣମାନେ ଜାଣନ୍ତି, ଜଣେ ବ୍ୟକ୍ତି ଯଦି ପ୍ରଚାର କରୁଅଛି, ତାହେଲେ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖା ଅଛି କି ନାହିଁ, এই বিষয়ে ଆମ୍ଭେମାନେ ଦେଖିବା ଦରକାର। ତେବେ ଯାଇ ଆମ୍ଭେମାନେ ଜାଣିପାରିବା ସେଇ ବ୍ୟକ୍ତି ବାଇବଲରେ ଥିବା ବିଷୟ କହୁଛି କିମ୍ବା ବାଇବଲର ବାହାରେ କହୁଅଛି। ତେବେ ଯାଇ ଆମ୍ଭେମାନେ ଜାଣିପାରିବା, ଦେଖିଲେ ଯାଇ ଆମ୍ଭେମାନେ ଜାଣିପାରିବା। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି, ତାହେଲେ ଦେଖନ୍ତୁ। ମାତୀୟ ଲିଖିତ ସୁସମାଚାର ତାର 28 ପର୍ବ ତାର 18ରୁ 20 ପଦ ଦେଖିବା ନିମନ୍ତେ ଯିବା। ପ୍ରଭୁ ଯୀଶୁଙ୍କର ମହାନ ଆଦେଶ ବା ମହାନ ଆଜ୍ଞା। ସେତେବେଳେ ପ୍ରଭୁ ଯୀଶୁ ସେ ତୃତୀୟ ଦିନରେ ସେ ଉଠିଲା ପରେ, ପ୍ରଭୁ ଯୀଶୁ ଉଠିଲା ପରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଯେତେବେଳେ ଗାଲିଲି ଲେଖାଯାଏ, ଗାଲିଲି କିନ୍ତୁ ଏକାଦଶ ଶିଷ୍ୟ ଗାଲିଲିକି ଯାଇ ଯୀଶୁ ଯେଉଁ ପର୍ବତ ବିଷୟରେ ସେମାନଙ୍କୁ କହିଥିଲେ ସେହି ପର୍ବତକୁ ଗଲେ, ଆଉ ସେମାନେ ତାଙ୍କୁ ଦେଖି ପ୍ରଣାମ କଲେ। ପ୍ରଭୁ ଯୀଶୁଙ୍କୁ ଦେଖି ପ୍ରଣାମ କଲେ। କିଏ ମାନେ? ଶିଷ୍ୟମାନେ, ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ପ୍ରଭୁ ଯୀଶୁ ମହାନ ଆଦେଶ ଦେଇ କହୁଛନ୍ତି ଯେ 18ରୁ 20 ପଦ ଯଦି ଦେଖିବା, ତାହେଲେ ଆମେମାନେ ଏହି ଜାଗାରେ ଜାଣିପାରିବା ଯୀଶୁ ନିଜର ଶିଷ୍ୟମାନଙ୍କୁ କହୁଅଛନ୍ତି। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି, ଶିଷ୍ୟମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଏବଂ ଏହି ପୃଥିବୀ, ସ୍ୱର୍ଗ ଓ ପୃଥିବୀ ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ସ୍ୱର୍ଗ ଏବଂ ପୃଥିବୀର ପ୍ରଦତ୍ତ ହୋଇଥିବା ପରମେଶ୍ୱରଙ୍କର ସେବା ଆରାଧନା ଆମ୍ଭେମାନେ କରୁଅଛୁ। ଆପଣମାନେ ଜାଣିବା ଦରକାର, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେହି ସଦାପ୍ରଭୁ କହୁଅଛନ୍ତି ଶିଷ୍ୟମାନଙ୍କୁ, ସ୍ୱର୍ଗ ଏବଂ ପୃଥିବୀ ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ
ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। এই বিষয়ে প্রভু যীশু শিষ্যମାନଙ୍କୁ କହୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହା ହେଉଛି ପ୍ରଥମ ମହାନ ଆଜ୍ଞା ବା ଆଦେଶ। এই ବିଷୟରେ କେତୋଟି ପଦପର୍ବ ଆମେମାନେ ଦେଖିବା ଈଶ୍ୱରଙ୍କର ପବିତ୍ର ବାଇବଲରେ ହିଁ। ଯୀଶୁଙ୍କର ମହାନ ଆଦେଶ ବା ଆଜ୍ଞା କ'ଣ? ଏହା ହେଉଛି ପ୍ରଥମ ଆଜ୍ଞା। ଯୀଶୁ କହୁଛନ୍ତି ଶିଷ୍ୟମାନଙ୍କୁ ଯେ ସ୍ୱର୍ଗ ଏବଂ ପୃଥିବୀ ମୋତେ ଦିଆଯାଇଅଛି, ପ୍ରଦତ୍ତ ହୋଇଅଛି। ଅତଏବ ତୁମେମାନେ ଯାଇ ସମସ୍ତ ଗୋଟିଏ ଜଣଙ୍କ ପାଖରେ ନୁହେଁ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଏବଂ ଶିକ୍ଷା ଦେଇ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। এই ବିଷୟରେ ପ୍ରଭୁ ଯୀଶୁ କହୁଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଏହି ଜାଗାରେ ଗୋଟିଏ ବିଷୟ ଆପଣମାନଙ୍କ ପାଖରେ କହିବା ପାଇଁ ଚାହେଁ। ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଅଛନ୍ତି, ଶିକ୍ଷା ଦେଲା ପରେ ଜଣେ ବିଶ୍ୱାସୀକୁ ଶିକ୍ଷାରେ ଉନ୍ନତି ନ କରି ଯଦି ଗୋଟିଏ ବିଶ୍ୱାସୀ ମଣ୍ଡଳୀକୁ ଆସେ ସେ ସାଙ୍ଗେ ସାଙ୍ଗେ ଆସିଲା ପରେ ତାକୁ ବାପ୍ତିସ୍ମ ଦିଅନ୍ତି ବା ଡୁବନ ଦିଅନ୍ତି। କାରଣ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନଙ୍କର ଭୟ ହେଉଛି କାହିଁକି ମାନେ ଯଦି ମୋ ପାଖରେ ଆସୁଛି ମୁଁ ଯଦି ତାକୁ ଡୁବନ ଦେବି ନାହିଁ ତାହେଲେ ଅନ୍ୟ ଜାଗାକୁ ସେ ଚାଲିଯିବ, ଏମିତି ମଧ୍ୟ ଭୟ କରୁଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଶିକ୍ଷା ଦେଇ ସଠିକ୍ ଶିକ୍ଷାରେ ବଢ଼ାଇ ପ୍ରଭୁଙ୍କ ପ୍ରତି ରାସ୍ତା ଦେଖାଇ ଆମେମାନେ ଡୁବନ ଦେବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ବିଷୟକୁ ଆମେମାନେ ଆଗକୁ ଦେଖିବା ନାହିଁ, କିନ୍ତୁ ଏହି ବିଷୟକୁ ଆମେମାନେ ଦେଖିବା ବା ମହାନ ଆଦେଶ ବିଷୟରେ ଦେଖିବା ନିମନ୍ତେ ଯିବା। ଯୀଶୁ କହୁଛନ୍ତି ସ୍ୱର୍ଗ ପୃଥିବୀ ମୋତେ ପ୍ରଦତ୍ତ ହୋଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହା ହେଉଛି ଆମେମାନେ ଯୀଶୁଙ୍କର ମହାନ ଆଦେଶକୁ ଆମେମାନେ ସବଳ କରିବା ଦରକାର, ପାଳନ କରିବା ଦରକାର। ପ୍ରଭୁ ଯୀଶୁ ନିଜେ କହୁଛନ୍ତି ସ୍ୱର୍ଗ ଏବଂ ପୃଥିବୀ ମୋତେ ଦିଆଯାଇଅଛି, ପ୍ରଦତ୍ତ ହୋଇଅଛି। ସେଇ ପରମେଶ୍ୱର ଏମିତି କହୁଛନ୍ତି, ଯେଉଁ ପରମେଶ୍ୱର ଆପଣଙ୍କୁ ସୃଷ୍ଟି କଲେ, ମୋତେ ସୃଷ୍ଟି କଲେ ବା ନିର୍ମାଣ କଲେ, এই ପୃଥିବୀକୁ ସୃଷ୍ଟି କଲେ, ସବୁ ବିଷୟକୁ ସୃଷ୍ଟି କଲେ, ସେଇ ପରମେଶ୍ୱର ଆମକୁ ନିଜକୁ ଯାହାକି ଆମେମାନେ କହିପାରିବା ନିଜକୁ ଆମକୁ ଏମିତି କରି କହୁଛନ୍ତି ଯେ ତୁମେ ଯାଅ, ତୁମେ ସମୁଦାୟ ଜଗତକୁ ଯାଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ଯେଉଁ ଯେଉଁ ଶିକ୍ଷା ଦେଇଅଛି, ଆଜ୍ଞା ଦେଇଅଛି, ସେସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଏ ବିଷୟ ପ୍ରଭୁ ଯୀଶୁ କହୁଛନ୍ତି। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆଉ ଗୋଟିଏ ପଦପର୍ବ ଦେଖିବା ନିମନ୍ତେ ଯିବା। ମାର୍କ ଲିଖିତ ସୁସମାଚାର ତାର 16 ପର୍ବ ତାର 16 ତାର 15 ପଦ এই ଜାଗାରେ ଲେଖାଯାଏ, ପୁଣି ସେ ଅର୍ଥାତ୍ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କହୁଅଛି, ଯେତେବେଳେ ଶିଷ୍ୟମାନେ ଭୋଜନରେ ବସିଥିଲେ, ଦ୍ୱାଦଶ ଶିଷ୍ୟ ଯେତେବେଳେ ଭୋଜନରେ ବସିଥିଲେ, ପ୍ରଭୁ ଯୀଶୁ ମୃତ୍ୟୁ ହୋଇ ଉଠିଲା ପରେ এই ବିଷୟ କହୁଅଛି। ଆପଣମାନେ ବୁଝିବା ଦରକାର, এই ମହାନ ଆଦେଶ ପ୍ରଭୁ ଯୀଶୁଙ୍କର ମହାନ ଆଦେଶ, ସେ ମୃତ୍ୟୁ ହୋଇ ତୃତୀୟ ଦିନରେ ଉଠିଲା ପରେ ଶିଷ୍ୟମାନଙ୍କୁ ଆଜ୍ଞା ଦେଉଛନ୍ତି ବା ଆଦେଶ ଦେଉଛନ୍ତି। ଶିଷ୍ୟମାନେ ଭୋଜନରେ ବସୁଥିବା ସମୟରେ ଯୀଶୁ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେ ଶିଷ୍ୟମାନଙ୍କୁ କହୁଅଛି ଯେ ପୁଣି ସେ ସେମାନଙ୍କୁ କହିଲେ, ଅର୍ଥାତ୍ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ସମୁଦାୟ ଜଗତକୁ ଯାଏ, ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। କ'ଣ କର? ସୁସମାଚାର ଘୋଷଣା କର।
କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଭାବନ୍ତି ଏମାନେ ସୁସମାଚାର ଘୋଷଣା କରୁନାହାନ୍ତି, ଏମାନେ ଧର୍ମାନ୍ତରୀକରଣ କରୁଛନ୍ତି। ଅନେକ ଲୋକମାନଙ୍କର ଭାବନା। କିନ୍ତୁ ପ୍ରଭୁ ଯୀଶୁଙ୍କର ମିନିଷ୍ଟ୍ରି ମଧ୍ୟ ଯଦି ଦେଖିବେ ତାହେଲେ 300 କିଲୋମିଟରରୁ ହିଁ ଆଗକୁ ଯାଇନାହାନ୍ତି। ଏବଂ ପ୍ରଭୁ ଯୀଶୁଙ୍କର ମେସେଜ, ପ୍ରଥମ ମେସେଜ ହେଲା ମନ ପରିବର୍ତ୍ତନ କର। ମନ ପରିବର୍ତ୍ତନର ଶିକ୍ଷା ପ୍ରଭୁ ଯୀଶୁ ଦେଲେ ଏବଂ ପ୍ରଭୁ ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ଯେକୌଣସି ଲୋକ ହେଉନା କାହିଁକି ପ୍ରଭୁଙ୍କର ସେମାନେ ସୁସମାଚାର ହିଁ ପ୍ରଚାର କରୁଛନ୍ତି। ସେମାନେ ଧର୍ମାନ୍ତରୀକରଣ କରୁନାହାନ୍ତି, ଧର୍ମ ପରିବର୍ତ୍ତନ କରୁନାହାନ୍ତି। ଆପଣମାନେ ସମସ୍ତ ଲୋକ ଜାଣନ୍ତି। କିନ୍ତୁ ପ୍ରଭୁ ଯୀଶୁ ଏହି ଜାଗାରେ ଶିଷ୍ୟମାନଙ୍କୁ କହୁଛନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣଙ୍କୁ କହୁଛନ୍ତି, ମୋତେ କହୁଛନ୍ତି, এই ଭିଡ଼ିଓକୁ ଆପଣମାନେ ଯେତେ ଜଣ ଦେଖୁଅଛ ଆପଣମାନଙ୍କୁ କହୁଅଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଯେତେ ଜଣ এই ଭିଡ଼ିଓକୁ ଦେଖିବେ ସେମାନଙ୍କୁ ମଧ୍ୟ ପ୍ରଭୁ କହୁଅଛନ୍ତି ଯେ ପୁଣି ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଆମେମାନେ ତ ସମୁଦାୟ ଜଗତକୁ ଯାଇପାରିବା ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ହେଲେ କେମିତି ଆମେମାନେ ସୁସମାଚାର ଘୋଷଣା କରିବା? এই ପ୍ରକାର ଲୋକମାନଙ୍କର ପ୍ରଶ୍ନ ମଧ୍ୟ ଆସିବ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ଯଦି ଜଣେ ବ୍ୟକ୍ତିଙ୍କୁ ସୁସମାଚାର ପ୍ରଚାର କରିବି, ସେ ଆଉ ଗୋଟିଏ ବ୍ୟକ୍ତିକୁ ପ୍ରଚାର କରିବ। ଭାବି ନିଅନ୍ତୁ ଯଦି କଟକରୁ ଜଣେ ବ୍ୟକ୍ତିଙ୍କ ପାଖରେ ଯଦି ମୁଁ ଜଣେ ସୁସମାଚାର ପ୍ରଚାର କରିବି, ସେ ଯଦି କଟକରୁ ହୋଇନଥିବ, ଅନ୍ୟ ଜାଗାରେ ସେ ଆସି ବାସ କରିଥିବ, ତାହେଲେ সেই ବ୍ୟକ୍ତି ଶୁଣିକି ବୁଝିଲା ପରେ ସେ ନିଜର ଗ୍ରାମକୁ ଯାଇ ସେ କହିବ ବା ନିଜର ଗ୍ରାମରେ ଯାଇ ଜଣେ ବ୍ୟକ୍ତିଙ୍କୁ କହିବ, ସେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିକୁ କହିବ। ଏ ପ୍ରକାର ସମୁଦାୟ ପୃଥିବୀରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅନେକ ଭାଷାବାଦୀ ଅଛନ୍ତି, ସମସ୍ତଙ୍କ ପାଖରେ ପ୍ରଭୁ ଯୀଶୁଙ୍କର ସୁସମାଚାର ପହଞ୍ଚିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଥିପାଇଁ ପ୍ରଭୁ ଯୀଶୁ କହୁଅଛନ୍ତି, ଆପଣଙ୍କୁ କହୁଅଛନ୍ତି, ମୋତେ କହୁଅଛନ୍ତି ଯେ ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଆଜିଠାରୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ପ୍ରଭୁ ଯୀଶୁଙ୍କର ସୁସମାଚାର ଘୋଷଣା କରନ୍ତୁ, ପ୍ରକାଶ କରନ୍ତୁ, ପ୍ରଚାର କରନ୍ତୁ। କେବଳ ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର କରିବା, ପ୍ରକାଶ କରିବା କେବଳ ପ୍ରଭୁ ଯୀଶୁଙ୍କର ଦାସମାନଙ୍କର ହିଁ କାମ ନୁହେଁ। ଯେକୌଣସି ବ୍ୟକ୍ତି ହିଁ ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର କରିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ବ୍ୟକ୍ତିଗତ ଭାବରେ ତୁମେ ହିଁ ପ୍ରଚାର କରିବ ଏହି ବିଷୟ କହିନାହାନ୍ତି, କିନ୍ତୁ ପ୍ରଭୁ ଯୀଶୁ ସମସ୍ତଙ୍କୁ କହୁଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର ଆଦେଶ ଆମେମାନେ ପାଳନ କରିବା ଦରକାର, ଆମେମାନେ ପ୍ରଚାର କରିବା ଦରକାର, ତାହାଙ୍କର ଆଜ୍ଞାକୁ ପାଳନ କରିବା ଦରକାର। ଯଦି ତାହାଙ୍କୁ ଆମେ ପ୍ରେମ କରୁଛୁ ତାହେଲେ ପାଳନ ମଧ୍ୟ କରିବା। ଆମେ କେତେ ଦିନ ନିଜର ଗୃହରେ ରହି ପ୍ରାର୍ଥନା 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 କରିବା? ଆମେ ତ ପ୍ରାର୍ଥନା କରୁଛୁ, ତାଙ୍କର ଆଜ୍ଞାକୁ ମଧ୍ୟ ପାଳନ କରିବା ଦରକାର, ତାଙ୍କର କାର୍ଯ୍ୟକୁ ମଧ୍ୟ ଆମେ କରିବା ଦରକାର। ଅନେକ ଲୋକ ଘଣ୍ଟା ଘଣ୍ଟା ପ୍ରାର୍ଥନା କରନ୍ତି, ଏ ବିଷୟ ଭଲ ବିଷୟ, କିନ୍ତୁ ଆମେମାନେ କେବେ ଯାଇ ଲୋକମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା? କେବଳ ପ୍ରାର୍ଥନା ହିଁ କଲେ ହେବ ନାହିଁ, ଆମେମାନେ ଆଗକୁ ଯିବାକୁ ମଧ୍ୟ ପଡ଼ିବ, ସୁସମାଚାର ପ୍ରଚାର କରିବାକୁ ଆଗକୁ ମଧ୍ୟ ବଢ଼ିବାକୁ ପଡ଼ିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବର୍ତ୍ତମାନ ଠାରୁ ଆରମ୍ଭ କରି ଆପଣମାନେ ସୁସମାଚାର ପ୍ରଚାର କରନ୍ତୁ। ପ୍ରଭୁଙ୍କ ନାମରେ ଧନ୍ୟବାଦ ଦେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆଉ ଗୋଟିଏ ପଦପର୍ବ ଦେଖିବା ନିମନ୍ତେ ଯିବା। ଲୁକ ଲିଖିତ ସୁସମାଚାର ତାର 24 ପର୍ବ ତାର 47 ତାର 49 ଦେଖିବା। এই জায়গায় লেখা যায়, পুଣି ଜେରୁସାଲେମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। ତୁମାନେ ଏହି ସମସ୍ତ ବିଷୟରେ ସାକ୍ଷୀ ଅଟ। ଆଉ ଦେଖ, ମୋର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଉର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମେମାନେ ଏହି ନଗରରେ ରହିଥାଅ। ଅର୍ଥାତ୍ ଉର୍ଦ୍ଧ୍ୱରେ ଶକ୍ତି ଅର୍ଥାତ୍ ପବିତ୍ର ଆତ୍ମା ନ ପାଇବା ପର୍ଯ୍ୟନ୍ତ ତୁମେମାନେ ଏହି ନଗରରେ ରହିଥାଅ। ପେଣ୍ଟିକୋଷ୍ଟ ଦିନ ଠାରୁ ପ୍ରଭୁ ଯୀଶୁ ସେହି ପବିତ୍ର ଆତ୍ମା ଦେଇଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ବିଷୟ ଆପଣମାନେ ଧ୍ୟାନ ରଖନ୍ତୁ। କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ଯେ ଏହି ଜାଗାରେ ସମସ୍ତ ଜାତି ନିକଟରେ ଖ୍ରୀଷ୍ଟ ଦୁଃଖ ଭୋଗ କରିବେ ଓ ତୃତୀୟ ଦିନରେ
ସରି ପୁଣି ଜେରୁସାଲେମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାଙ୍କର ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନ ପ୍ରସଙ୍ଗ ଘୋଷଣା କରାଯିବ। এই ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। এই ପାପ କ୍ଷମା ମନ ପରିବର୍ତ୍ତନ ପ୍ରସଙ୍ଗ କିଏ ଘୋଷଣା କରିବ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଆପଣଙ୍କୁ ମୋତେ ଆଜ୍ଞା ଦେଉଛନ୍ତି, ମହାନ ଆଦେଶ ଦେଉଛନ୍ତି, ତୁମେମାନେ ଯାଅ ସମୁଦାୟ ଜଗତକୁ। ମୁଁ ଯାହା ଯାହା ତୁମମାନଙ୍କୁ ଶିକ୍ଷା ଦେଇଅଛି, ଆଜ୍ଞା ଦେଇଅଛି, ସେସବୁ ଲୋକମାନଙ୍କୁ ଶିଖାଅ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମମାନେ ଶିଖାଇବା ଦରକାର, ଆମମାନେ ଲୋକମାନଙ୍କ ପାଖରେ ପ୍ରକାଶ କରିବା ଦରକାର। ପ୍ରଭୁ ଯୀଶୁ ଏମିତି ଏମିତି କହୁଅଛନ୍ତି, ଏମିତି ଏମିତି ଲେଖାଯାଏ। ସେଥିପାଇଁ ଏହି ଜାଗାରେ ମଧ୍ୟ ଲେଖାଯାଏ, ପୁଣି ଜେରୁସାଲେମରୁ ଆରମ୍ଭ କରି ବା ନିଜ ଗୃହକୁ ବୋଲି ଆମେମାନେ ଭାବିବା, ନିଜ ଗୃହଠାରୁ ଆରମ୍ଭ କରି ପ୍ରଭୁଙ୍କର ପ୍ରିୟ ଲୋକମାନେ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। ଆମେମାନେ ଘୋଷଣା କରିବା ଦରକାର। ଆମର ନିଜର ଗୃହଠୁ ଆରମ୍ଭ କରି ଆମେ ଯେତେ ପାରିବା, ଯେତେ ଦୂରକୁ ଆମେ ଯାଇ ଘୋଷଣା କରିପାରିବା, ସେତେ ଆମେମାନେ କରିବା ଦରକାର। ଯୀଶୁ ଏହି ମହାନ ଆଦେଶ ଦେଉଛନ୍ତି, ଏହି ମହାନ ଆଜ୍ଞା ଦେଉଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କେବଳ ପ୍ରଭୁ ଯୀଶୁଙ୍କର ଦାସମାନଙ୍କର କାମ ହିଁ ନୁହେଁ, ଆପଣମାନେ ସମସ୍ତ ଲୋକ କରିପାରିବେ। କିନ୍ତୁ ଆସନ୍ତୁ ଆଉ ଗୋଟିଏ ପଦ ପର୍ବ ଦେଖିବା। ଯୋହନ 20 ପର୍ବ 21 ପଦ, এই ଜାଗାରେ ଲେଖାଯାଏ, ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମମାନଙ୍କର ଶାନ୍ତି ହେଉ। ପିତା ସେ ପ୍ରକାର ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେ ପ୍ରକାର ତୁମମାନଙ୍କୁ ପ୍ରେରଣ କରୁଅଛି। ଯେତେବେଳେ ପ୍ରଭୁ ଯୀଶୁ ଶିଷ୍ୟମାନେ ଯିହୁଦୀମାନଙ୍କର ଭୟରେ ସେମାନେ ଦ୍ୱାର ବନ୍ଧ କରି ବା ସେମାନଙ୍କର କପାଟ ବନ୍ଦ କରି ସେମାନେ ଯେତେବେଳେ ନିଜର ଗୃହରେ ଥିଲେ ଯିହୁଦୀମାନଙ୍କର ଭୟରେ, ସେହି ସମୟରେ ପ୍ରଭୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ସେମାନଙ୍କୁ କହିଲେ, ତୁମମାନଙ୍କର ଶାନ୍ତି ହେଉ। ସେଥିପାଇଁ ଏହି ଜାଗାରେ ଲେଖାଯାଏ, ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ଆଉ ଥରେ ଏହି ଜାଗାରେ କହୁଛନ୍ତି ଯେ ତୁମମାନଙ୍କର ଶାନ୍ତି ହେଉ। ପିତା ସେ ପ୍ରକାର ମୋତେ ପ୍ରେରଣ କରି ଅଛନ୍ତି, ଯେମିତି ସ୍ୱର୍ଗୀୟ ପିତା ପୁତ୍ରକୁ ସେ ପ୍ରକାର ଜଗତରେ ପ୍ରେରଣ କଲେ, ଶିଷ୍ୟମାନଙ୍କୁ ଏହି ଜାଗାରେ ପ୍ରଭୁ ଯୀଶୁ କହୁଛନ୍ତି ପ୍ରେରଣ କଲେ, ମୁଁ ମଧ୍ୟ ଅର୍ଥାତ୍ ପ୍ରଭୁ ଯୀଶୁ ମଧ୍ୟ ସେ ପ୍ରକାର ତୁମମାନଙ୍କୁ ବା ଶିଷ୍ୟମାନଙ୍କୁ କହୁଛନ୍ତି ତୁମମାନଙ୍କୁ ପ୍ରେରଣ କରୁଅଛି, ତୁମକୁ ସେ ପ୍ରକାର ପ୍ରେରଣ କରୁଅଛି। ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମା ଗ୍ରହଣ କର। କିନ୍ତୁ 21 ପଦରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବେ ପ୍ରଥମେ ଆପଣମାନଙ୍କ ପାଖରେ ପ୍ରକାଶ କଲି, କିନ୍ତୁ ସେମାନଙ୍କୁ ପୁନର୍ବାର କହିଲେ, ତୁମମାନଙ୍କର ଶାନ୍ତି ହେଉ। ପିତା ସେ ପ୍ରକାର ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେ ପ୍ରକାର ତୁମମାନଙ୍କୁ ପ୍ରେରଣ କରୁଅଛି। ଆମ୍ଭମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁ ପ୍ରେରଣ କରିଅଛନ୍ତି। ଯଦି ଆମେ ବାକ୍ୟ ଜାଣିଛୁ, ଟିକେ ମଧ୍ୟ ଜାଣିଛୁ ପ୍ରଭୁ ଯୀଶୁଙ୍କ ବିଷୟରେ, ପ୍ରଭୁ ଯୀଶୁଙ୍କର ସୁସମାଚାର ବିଷୟରେ, ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ, ତାହେଲେ ଆମେ ଲୋକମାନଙ୍କ ପାଖରେ ପ୍ରକାଶ କରିବା ଦରକାର। ତାହା ହେଉଛି ପ୍ରଭୁ ଯୀଶୁଙ୍କର ମହାନ ଆଦେଶ, ମହାନ ଆଜ୍ଞା। ଅନେକ ଲୋକମାନେ ପ୍ରଭୁ ଯୀଶୁଙ୍କର ମହାନ ଆଦେଶକୁ ପାଳନ କରୁନାହାନ୍ତି। ସେମାନେ ନିଜେ ଜାଣି ନିଜେ ହିଁ ଲୋକମାନଙ୍କ ପାଖରେ ନିଜର ମଣ୍ଡଳୀରେ ହିଁ ପ୍ରକାଶ କରୁଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ବହୁଗୁଣିତ ହେବା ଦରକାର, ଶିଷ୍ୟ ଗଠନ କରିବା ଦରକାର। ପ୍ରଭୁ ଯୀଶୁ ଅନେକ ବିଷୟ କହିଅଛନ୍ତି, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆମେମାନେ ଆଉ ଗୋଟିଏ ପଦ ପର୍ବ ଦେଖିଯିବା। ପ୍ରେରିତ ପୁସ୍ତକ ତାର 1 ପର୍ବ 8 ପଦରେ ଲେଖାଯାଏ, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପେଣ୍ଟିକସ୍ ଦିନ ଠାରୁ ଆରମ୍ଭ କରି ସେହି ଦିନରେ ପେଣ୍ଟିକସ୍ ଦିନ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପବିତ୍ର ଆତ୍ମା ଆମମାନଙ୍କୁ ଦିଆଯାଇଅଛି। କିନ୍ତୁ ଅନେକ ଲୋକମାନେ ପବିତ୍ର ଆତ୍ମାକୁ ସ୍ୱାଗତ କରୁଛନ୍ତି, ଡାକୁଛନ୍ତି, ଉତ୍ତରା ଭରିଦେ ଛୁଁଲେ, ଏ ପ୍ରକାର କହୁଛନ୍ତି। ରବିବାର ଦିନ ମଣ୍ଡଳୀରେ ଗଲେ ପବିତ୍ର ଆତ୍ମା ଉତ୍ତରା ଭରିଦେ ଛୁଁଲେ, ଆଉ କେତେ ଦିନ ସାରା ପବିତ୍ର ଆତ୍ମା ଆସିବେ ନାହିଁ, ଆଉ ଯାଇଥିବେ,
आउ थे से आराधना करने निमंते मंडली को जी से दिन पवित्र आत्मा पुनर्बार आसवे। एटा केमिति विषय आपण मैंने भ्रांत हूँ ना। पवित्र आत्मा आपन को सील करा सील करा प्रभुंकर प्रिय लोक मैंने से जगह प्रभु जीशु कहते जे प्रभु जीशुंकर महान आदेश आम मैंने देखुचु किंतु पवित्र आत्मा तुम ऊपर अवतीर्ण हुए तुमने शक्ति प्राप्त हेब आ जेरूसालेम समस्त यहूदा प्रदेश समीरण पृथ्वी प्रांत पर्यंत सुधा मोर साक्षी हेब। जिते पेंटिकस्ट दिन से गोटे जगार एकत्रित थिले आपण मैंने जानती पवित्र आत्मा से अग्नि सदृश अग्नि नुहे अग्नि सदृश जीवा गुड़ी से दृष्टिगोचर गोटी गोटी कर पड़ा पर आत्मा से सेपरी कहवाई शक्ति देले तदनुसार से अन्य भाषा से कथा कहवाई लगे। भक्त यहूदी माने से जेरूसालेम रे बास करते से भक्त यहूदी माने शुणिले आपण मैंने जानते एवं शुणिला पर से कहते अरे आम जन्मभूमि भाषा माने कथा होते। प्रभुंकर प्रिय लोक मैंने पवित्र आत्मा आपण मानकु साहाय्य करंतु जे आपण माने जदि तेलुगु जणा ना हिंदी जणा ना जदि आपण माने से ग्राम रे जाई तेलुगु ग्राम रे जाई शहर रे जाई हिंदी शहर रे नगर रे जाई आपण माने हिंदी रे कथा हुंतु एवं तेलुगु रे कथा हुंतु बा ईश्वरंकर वाक्य प्रचार करंतु ता होछि अन्य भाषा। किंतु वर्तमान समय अन्य भाषा अनेक प्रकार कहउछते किंतु प्रभुंकर प्रिय लोक माने प्रभु जीशु आंभ मानू महान आदेश देते एवं प्रभु जीशु कहती शरीर को बद्ध करि पारंती तापर किछि करि पारंती ने से मानकु भय कर ना जे शरीर एवं नरक को मध्य निक्षेप करने को अधिकार अच्छी ताहाको नरक कर केमिति लेखा जाए बोधे। प्रभुंकर प्रिय लोक माने प्रभुंक नाम रे धन्यवाद जे प्रभु जीशु आंभ मानू महान आदेश दौरान आमे माने भय करवा ना कारण प्रभु आमर सबर्ती आमर संगे संगे अच्छा। प्रभुंकर प्रिय लोक माने सर्वजगतर सृष्टिकर्ता सर्वजगतर उद्धारकर्ता परित्राणकर्ता ए जगत को निज इच्छा से जमीती करें ए पृथ्वी को गोटे मिनिट्रे से नष्ट करें नोहंक समय जपरी जल प्लावन करते बर्तमान से गोटे मिनिट्रे जदि चाहिए ये पृथ्वी को ध्वंस करदे से प्रभु जीशु आपण को महान आदेश दे कहते तुम्हें मैंने जाओ समुदाय जगत को एवं मु तुमको जहाँ शिक्षा दे ता तुम लोक मान शिखा शिष्य कर बाप्तिस्म दियो जुगांत पर्यंत तुम संगे संगे अच्छी ए विषय जदि आमको कहते परमेश्वर आमर मरण एवं जीवन अधिकारी से सदाप्रभु आमको कहते आम कहीं बसिकी रहा आम मैंने जब जाचु शिखीचु ताल आम मैंने आगक बढ़ा दरकार जीशुंकर महान आदेश को आम मैंने सफल करवा दरकार। जीशु जिते मिनिस्ट्री कले तापर आम मान से अधिकार देते आपण को अधिकार देते। प्रभुंकर प्रिय लोक माने आपण माने जीशुंकर महान आदेश को आपण माने सफल करवा दरकार बा पालन करवा दरकार लोक मान को प्रसार करवा दरकार। जो परमेश्वर आपण को बंचाई रखती से चाहले आपण को मरई मध्य पारती से परमेश्वर आपण को कहते कई मनुष्य कहूना कि दूत मैंने कहूना कि आपणकर मंडली लोक मैंने कहूना कि प्रभुंकर प्रिय दास मैंने दास मान को कही ना कहती ना किंतु ये सर्वजगतर सृष्टिकर्ता मनुष्यर मरण एवं जीवन अधिकारी से परमेश्वर आपण को कहते मते कहते जे तुम समुदाय जगत को जाए मु जहाँ जहाँ तुम मान को शिखाई अच्छी ता शिखाओ बाप्तिस्म दियो शिष्य कर जुगांत पर्यंत सदा सर्वदा मु तुम मान संगे संगे अच्छी एवं समस्त जाति पाखरे जीवाकू पड़ेगा। प्रभुंकर प्रिय लोक मैंने आपण मैंने प्रभु जीशुंकर महान आदेश को आपण मैंने पालन करंतु एवं लोक मान को मध्य शिखांतु लोक मैंने मध्य जानी पारंतु प्रभुंकर प्रिय लोक मैंने एवं आपण मैंने जदि जानी अच्छी ताहले जीशुंकर सुसमाचार आपण मैंने प्रचार करंतु। ए छोटिया वाक्य द्वारा आपण समस्त लोक को प्रभु आशीर्वाद करंतु। जदि ए विषय रे जेकोसी भाई और भौणी मानकर जदि प्रश्न थाए ताले आपण माने मेसेज माध्यम रे आपण माने लिखि जणाई पारिबे। ए वाक्य द्वारा आपण समस्त लोक को प्रभु आशीर्वाद करंतु।